ତ ସାଙ୍ଗମାନେ ଆଜି ଥିଲା ବଡ଼ ଏକାଦଶୀ, କାର୍ତ୍ତିକ ମାସର ବଡ଼ ଏକାଦଶୀ। ତ ସ୍ୱାମୀ ସକାଳେ କହିଥିଲେ ଯେ ଆମେ ଯିବା ଆଜି ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ। ମନରେ ବହୁତ ଡର ଥିଲା ଯେ କେମିତି ଯିବି, ଠାକୁରଙ୍କୁ ଦର୍ଶନ କରିବି, ପିଲାମାନଙ୍କୁ ନେଇକି ଯାଉଛି। ତ ଆମେ ପ୍ରଥମେ ଯାଇକି ପହଞ୍ଚି ଯାଇଥିଲୁ ପୁରୀ ସମୁଦ୍ର କୂଳରେ। ବହୁତ ଗରମ ବି ଥିଲା। ତ ପୁଅ ତ ଏଠିକି ଗାଧୋଉଥିଲା, କିନ୍ତୁ ମୋ ମନ ଥିଲା ଜଗନ୍ନାଥଙ୍କୁ କେମିତି ମୁଁ ଦର୍ଶନ କରିବି। ତ ସେଠୁ ଆସିଥିଲୁ, ଏବେ ଆସିକି ଟାଇମ୍ 3ଟା ହେଇଯାଇଥିଲା। ତ ପିଲାମାନଙ୍କୁ ଆଣିକି ଟିକେ ସାଧା ହୋଟେଲରେ ଟିକେ ଖୁଆଇ ଦେଇଥିଲି। ତାପରେ ଆମେ ଚାଲିଥିଲୁ ଠାକୁରଙ୍କ ପାଖକୁ। ଠାକୁରଙ୍କ ପାଖରେ ଯାଇକି ଯେତେବେଳେ ଦେଖିଥିଲୁ ଏତେ ବଡ଼ ବ୍ୟାରିକେଡ୍ ହେଇଛି, ତ ଆମ ମୁଣ୍ଡ କିଛି କାମ କରୁନଥିଲା। ଆଉ ଠାକୁରଙ୍କୁ ତ ଦର୍ଶନ କରିପାରୁନି। ଆମେ ସେଇଠୁ ବାହାରେ ମୁଣ୍ଡିଆ ମାରି ଆସୁଥିଲୁ ହେରି। ତ ଦେଖିଲୁ ଗୋଟେ ବ୍ୟାରିକେଡ୍ ଖୋଲା ହେଇଛି। ତ ଆମେ ଠାକୁରଙ୍କୁ ଯାଇକି ଦର୍ଶନ କଲୁ। ଭିତରେ ବହୁତ ଗହଳି ଥିଲା, ଯାହା ହଉ କିନ୍ତୁ ଠାକୁରଙ୍କୁ ଦର୍ଶନ କଲୁ। ତାପରେ ଆସିକି ଅଭଡ଼ା ଟିକେ ପ୍ରସାଦ ପାଇଲୁ। ତାପରେ ନେଇକି ଘରକୁ ଆସିଲୁ। ତ ବାଟେ ଚନ୍ଦନପୁର ପଡ଼ିଲା, ତ ବାପାଙ୍କ ପାଇଁ ଟିକେ ରାବିଡ଼ି ଛେନା ନେଇକି ଆସିଥିଲୁ ହେରି। ତ ପିଲାମାନେ ବାହାରେ ଟିକେ ଖାଇ ଦେଇଥିଲେ, ତ ସେ କିଛି ଖାଇଲେନି। ଝିଅ ମୁଣ୍ଡ ବିନ୍ଧା ହେଉଥିଲା, ତାକୁ ଟିକେ କୁଣ୍ଡେଇ ଦେଇଥିଲି। ତ